प्रोग्राम रे जाउछंती ଆଉ ପ୍ରଭୁ जी ବିଜି ଅଛନ୍ତି ତେଣୁ ଆମର ଭାଗ୍ୟ ଖରାପ ଆଜି ଶୁଣି ପାରିବାନି କିନ୍ତୁ ଆଜି ରିଭିଜନ କରିବା ଯୋଉଟା ଆମେ କରୁଥିଲେ ଉପଦେଶାମୃତର ଦିଟା ଶ୍ଲୋକ ରିଭିଜନ କରିଥିଲେ ତାପରେ ଶ୍ଲୋକରେ ରିଭିଜନ କରିବା ଠିକ ଅଛି ତ ପ୍ରଥମ ଶ୍ଲୋକରେ ଆମକୁ ଇନଷ୍ଟ୍ରକ୍ସନ ଦିଆଯାଇଥିଲା ଯେ କଣ କଣ ସବୁ କରିବନି ଭକ୍ତିରେ ସବୁ ବାଧା କଣ କଣ ଦ୍ୱିତୀୟ ଶ୍ଲୋକରେ ଆମକୁ କହିଥିଲେ ପ୍ରଥମ ଶ୍ଲୋକଟା କଣ ଥିଲା जिह्वा बेगम वाचो बेगम मनसा क्रोध बेगम जिह्वा बेगम उदर उपस्थ बेगम एतान बेगांज विषयत धीरा सर्वाम बेगम पृथ्वी शीर्ष कौन बेग को कंट्रोल करियो तापर द्वितीय श्लोक रे हमको कहले कौन भक्तिर बाधक अत्याहार प्रयास प्रजल्प नियम ग्रह जनसंगश्च लौलंश्च षडबीर भक्ति विनश्यति यही सब जिनस कौन है भक्ति नष्ट हो जाए तेणु यही सब जिनस जगियार अच्छी तापर तृतीय श्लोक रे कौन कहले कौन कले भक्ति बढ़े उत्साह निश्चय धैर्य उत्साह निश्चय धैर्य तत्तत्कर्म प्रवर्तनात् संग त्याज्ञात् शतवृत्ति षडबीर भक्ति प्रसिद्ध्यति तो यहाँ तो महाराज बहुत आगु प्रथम प्रथम सब कही एसବୁ ଜିନିଷ ଆଉ ମନେ ବି ନାହିଁ ତେଣୁ ଏସବୁ ଜିନିଷ ଟିକେ ଟିକେ ରିଭିଜନ କରିବା ଉପଦେଶ ଅମୃତ ପୁଣି ଆଉଥରେ କହିଦଉଛି ଉପଦେଶ ଅମୃତ କାହିଁକି ଏତେ ଇମ୍ପୋର୍ଟାଣ୍ଟ ତିନିଟା ଜିନିଷ ସେକେଣ୍ଡ ଶ୍ଲୋକରେ ଗୋଟେ ପଢିଲେ ନା ଯୋଉ କଣ ଅତ୍ୟାହାର ପ୍ରୟାସ ସେ ପ୍ରୟାସରେ ପଢିଥିଲେ ନା ଜ୍ଞାନର କର୍ମର ଜ୍ଞାନର ଆଉ ଯୋଗର ପ୍ରୟାସ କରିବନି ସେ ଜ୍ଞାନର ପ୍ରୟାସରେ ଆମେ ଅତ୍ୟଧିକ ଜ୍ଞାନ କିଛି ମାନେ ପଣ୍ଡିତ ହବାର ଆବଶ୍ୟକ ନାହିଁ କିନ୍ତୁ ଯୋଉଟା ଅତ୍ୟାବଶ୍ୟକ ଜିନିଷ ସମ୍ବନ୍ଧ ଅବିଧେୟ ପ୍ରୟୋଜନ ଏଇ ତିନିଟା ଜିନିଷ ନିହାତି ଜାଣିବାର ଅଛି ଗୋଟେ ସାଧକକୁ ଯେତେବେଳେ ଆମେ ଭକ୍ତି ଲାଇନ ଆସୁଛେ ପ୍ରଥମେ ସମ୍ବନ୍ଧ କଣ ଭଗବାନଙ୍କ ସାଙ୍ଗରେ ଆମେ ସମ୍ବନ୍ଧ କଣ ଯେତେବେଳେ ଯାଏ ସମ୍ବନ୍ଧ ନ ହେଇଛି ପ୍ରୀତି ନ ହେଇଛି ସେତେବେଳେ ଯାଏ ଭଜନ ଷ୍ଟାର୍ଟ ହେଇପାରିବନି ତାପରେ ଅଭିଧେୟ କଣ ତାପରେ ପ୍ରୟୋଜନ କଣ ଜାଣିବେ ପ୍ରୟୋଜନ ମାନେ ଆମର ଲକ୍ଷ୍ୟ ବସ୍ତୁ କଣ ଆମର ଶିଲା ଭକ୍ତି ବେଦାନ୍ତ ନାରାୟଣ ଗୋସ୍ୱାମୀ ମହାରାଜ ସବୁବେଳେ ପ୍ରୟୋଜନ ବସ୍ତୁ ଗୁରୁତ୍ୱ ଦିଅନ୍ତି ପ୍ରଥମେ ନିଜର ପ୍ରୟୋଜନ ଲକ୍ଷ୍ୟ କଣ ସ୍ଥିର କର ଯିଏ ବି ଆସିଥାଏ ଯେତେବେଳେ ମହାରାଜଙ୍କ ସହିତ ମିଶନ୍ତି ସେତେବେଳେ ସେ ପ୍ରୟୋଜନ ବସ୍ତୁକୁ ଆମର ଲକ୍ଷ୍ୟ କଣ ରାଧା ଦାସ୍ୟ ମଞ୍ଜୁରୀ ଭାବେ ପ୍ରାପ୍ତ କରିବା ଗୋଟେ ଜୀବ ପାଇଁ ସବୁଠୁ ଉନ୍ନତତମ ଜିନିଷ ଜଣେ ପ୍ରାପ୍ତ କଣ କରିପାରିବ ନା ମହାପ୍ରଭୁ ଯେତେବେଳେ ଆସିଲେ ରାଧାରାଣୀଙ୍କ ଭାବ ଆଣିକି ଆସିକି ରାଧାରାଣୀଙ୍କ ଭାବ ଆସ୍ୱାଦନ କଲେ କିନ୍ତୁ ସେ ଦେଲେ କଣ ଗୋଟେ ହାତରେ ଉପର ହାତ ଉପର ଟେକିକି ଯୋଉଟା ଆସ୍ୱାଦନ କରନ୍ତି ଆଉ ଗୋଟେ ହାତକୁ ତଳକୁ ଦେଖେଇଛନ୍ତି ନା ମହାପ୍ରଭୁଙ୍କ ଯୋଉ ମୁଦ୍ରା ତାଙ୍କର ଯୋଉ ପୋଜିସନ ବିଗ୍ରହର ତଳେ ସେ କଣ ଦଉଛନ୍ତି ଜୀବକୁ ସେ ପ୍ରେମ ବାଣ୍ଟୁଛନ୍ତି କଣ ରାଧା ଭାବ ନୁହଁ ରାଧା ଭାବ ଜଣେ ଗୋଟେ ଜୀବ ଦ୍ୱାରା ଆସ୍ୱାଦନ କରିହବନି ସେ କରିଛନ୍ତି କଣ ନା ମଞ୍ଜରୀ ଭାବକୁ ଆସ୍ୱାଦନ କରାଇଛନ୍ତି ମଞ୍ଜରୀ ଭାବକୁ ପ୍ରଦାନ କରିଛନ୍ତି ତେଣୁ ଗୋଟେ ଜୀବର ଶ୍ରେଷ୍ଠ ଲକ୍ଷ୍ୟ ହେଲା କଣ ନା ରାଧାରାଣୀଙ୍କର ଦାସତା ସ୍ୱୀକାର କରିବା ବା ମଞ୍ଜରୀ ଭାବରେ ଭଗବାନଙ୍କ ସେବା କରିବା ରାଧାରାଣୀଙ୍କ ଅନୁଗତ୍ୟରେ ତେଣୁ ସେ ଲକ୍ଷ୍ୟ ସେ ପ୍ରଦାନ କରିଛନ୍ତି ଏ ଲକ୍ଷ୍ୟକୁ ଜାଣିବା ତାପରେ ସମ୍ବନ୍ଧ ଅଭିଧେୟ ଜିନିଷ ଅଭିଧେୟ କଣ ନା କୋଉ କୋଉ ଉପାୟ ପାଳନ କରିବାକୁ ପଡିବ ସେ ସବୁ ଜିନିଷକୁ ସେ କହିଛନ୍ତି ତେଣୁ ଏଇ ତିନିଟା ଜିନିଷ ଆମକୁ ଜାଣିବାକୁ ପଡିବ ତ ଏଇ ତିନିଟା ଜିନିଷରୁ ଯୋଉ ଜଣେ ସାଧକ ଯେତେବେଳେ ଏଣ୍ଟ୍ରି କଲା ସାଧନ ଭଜନରେ ସେ ପ୍ରଥମେ କଣ ଜାଣିବ କେମିତି ଭଜନ କରିବି କଣ ସବୁ ପ୍ରୋସିଡିଓର ଅଛି ତ ଗୁରୁବର୍ଗ ମାନେ ସେଇ ବାଟରେ ଯାଇଛନ୍ତି ଶାସ୍ତ୍ରରେ ଯୋଉ ଯୋଉ ବାଟ ଦେଖାହେଇଛି ସେ ବାଟକୁ ଇନଷ୍ଟ୍ରକ୍ସନ କରିଛନ୍ତି ଶିକ୍ଷା ଦେଇଛନ୍ତି ତାଙ୍କ ଜୀବନ ଚରିତ୍ର ଦ୍ୱାରା ସେଇ ସବୁ ଜିନିଷକୁ ଦେଖେଇଛନ୍ତି ତ ସେଇ ସବୁ ଜିନିଷକୁ ଆମକୁ ପାଳନ କରିବାକୁ ପଡିବ ତା ଭିତରୁ ଆମର ଉପଦେଶ ଅମୃତରେ ଆମର ରୂପ ଗୋସ୍ୱାମୀ ଯିଏ ଆମର ହେଲେ କଣ ଆମେ କହୁଛୁ ନା ରୂପ ରଘୁନାଥ ପଦେ ହଉ ମୋର ଆଶା ଆମର ଗୌଡୀୟ ବୈଷ୍ଣବ ଧାରାର ହାଏଷ୍ଟ ଅଥରିଟି ହେଲେ ରୂପ ଗୋସ୍ୱାମୀ ସେ ହିଁ ନିଜେ ଆମକୁ ସେଇ ଯୋଉ ମହାପ୍ରଭୁ ତାଙ୍କ ଦ୍ୱାରା ହିଁ ସବୁ ପ୍ରକାଶ କରାଇଛନ୍ତି ନା ରୂପ ଗୋସ୍ୱାମୀ ଦ୍ୱାରା ସେ ହିଁ ଆମକୁ ହାଏଷ୍ଟ ଲକ୍ଷ୍ୟ ଦେଇଛନ୍ତି ରାଧା ଦାସ ଆଉ ସେ ହିଁ ଆମକୁ ଇନଷ୍ଟ୍ରକ୍ସନ ଦେଇଛନ୍ତି ଯେ କେମିତି କେମିତି ସେଇ ଭାବକୁ ପାଇବାକୁ ହେଲେ କୋଉ କୋଉ ବାଟ ଦେଇକି ଆମକୁ ଯିବାକୁ ପଡିବ ଆମେ ସବୁ ଜାଣିଗଲେ ଆମର ଲକ୍ଷ୍ୟ କଣ ଆମେ ଜାଣିଗଲେ ଆମର ଭଗବାନଙ୍କ ସହିତ ସମ୍ବନ୍ଧ କଣ ଜାଣିକି ଯଦି ବସି ପଡିବା ହବ କି ଆମକୁ ଗୋଟେ ପରେ ଗୋଟେ ଷ୍ଟେପ ବାଇ ଷ୍ଟେପ ଯିବାକୁ ପଡିବ କିନ୍ତୁ କୋଉ ବାଟେ ଯିବା ତାର ପ୍ରୋସିଜରଟା କଣ ଆମକୁ ତ ଜଣା ନାହିଁ
ଭଗବାନ କିଏ କୋଉଠି ଆମେ କୋଉଠି କିଛି ସମ୍ବନ୍ଧ ନାହିଁ, କିଛି ନାହିଁ, ଆମେ ଜାଣିନି, ଖାଲି ହରିନାମ ଜପ କରୁଛୁ। ଆମର ରାସ୍ତା ଦେଖିବା ଲୋକ କିଏ? ଆଚାର୍ଯ୍ୟ ମାନେ, ଗୁରୁବର୍ଗ ମାନେ। ତାଙ୍କର ଜୀବନ ଦ୍ଵାରା, ତାଙ୍କର ଶିକ୍ଷା ଦ୍ଵାରା ସେ ଆମକୁ ଗୋଟି 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 କରି ପୁରା ଷ୍ଟେପ ବାଇ ଷ୍ଟେପ ପାହାଞ୍ଚ ଦେଖେଇଛନ୍ତି। ଏଇ ବାଟେ ଏମିତି ଯିବ, ଏଇ ବାଟେ ଏମିତି ଯିବ, ଏଇ ଡିରେକ୍ସନ ଏମିତି ଯିବ, ଏହା କଲେ ଏଇ ଭୁଲ ହବ, ଏହା କଲେ ଏଇ ଭୁଲ ହବ। ହୁଁ। ତାଙ୍କର ଜୀବନ ଚରିତ୍ର ଦ୍ୱାରା ଆମେ ସେଥିପାଇଁ ସବୁବେଳେ ସବୁ ଆମର ଗୁରୁବର୍ଗଙ୍କ ଜୀବନୀ ଯେତେବେଳେ ତାଙ୍କର ତିଥି ଆସୁଛି ଆମେ ସବୁ ପାଳନ କରୁଛେ ନା, ତିଥି ଦ୍ୱାରା ବି ଆମର ତାଙ୍କ ଜୀବନରେ ବହୁତ କିଛି ଶିକ୍ଷା ମିଳୁଛି। ଗୋଟେ ଗୋଟେ ଜୀବନୀ ଯେତେବେଳେ ଆପଣ ଗୁରୁବର୍ଗଙ୍କର ପଢିବେ, ତାଙ୍କ ଅନୁସରଣ କରିବେ, ସେତେବେଳେ ଟୋଟାଲ ଶାସ୍ତ୍ରର ନିର୍ଯାସଟା, ଗୋଟେ ଜଣେ ସାଧନ କରିବାକୁ କଣ କଣ ଦରକାର, ସେ ନିର୍ଯାସଟା ଆପଣ ସେଠି ପାଇଯିବେ। ତେଣୁ ଆମର ରୂପ ଗୋସ୍ୱାମୀ କଣ କଲେ ନା, ଉପଦେଶାମୃତ ଆମର ମହାପ୍ରଭୁଙ୍କ ଇନଷ୍ଟ୍ରକ୍ସନକୁ ଗୋଟେ ପରେ ଗୋଟେ ଦେଇଗଲେ। ଗୋଟେ ସାଧକ କଣ କଣ କରିବ, କେମିତି କେମିତି ଆଗକୁ ଆଗକୁ ବଢିବ। ପ୍ରଥମ ଇନଷ୍ଟ୍ରକ୍ସନରେ ପ୍ରଥମ ଶ୍ଲୋକରେ କହିଲେ କଣ କଣ ସବୁ କଲେ ଭକ୍ତି ନଷ୍ଟ ହେଇଯାଏ, କଣ କଣ କଲେ ଭକ୍ତି, କଣ କଣ ଆମକୁ ପାଳନ କରିବାକୁ ପଡିବ, କେମିତି ଭକ୍ତି ନଷ୍ଟ ହୁଏ। ହୁଁ। ତାପରେ କେମିତି କେମିତି ଗଲେ ଭକ୍ତିରେ ଆଗକୁ ଆଗକୁ ବଢିବା। ତ ତୃତୀୟ ଶ୍ଲୋକରେ କଣ କହୁଛନ୍ତି? ଉତ୍ସାହାତ ନିଶ୍ଚୟ ଧୈର୍ଯ୍ୟାତ୍ ତତତ୍ କର୍ମ ପ୍ରବର୍ତ୍ତନାତ୍। ମୁଁ କଣ କରିବାକୁ ପଡିବ? ଆସ୍ତେ ଆସ୍ତେ ଧୀରେ 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 ଆମେ ଯେତେବେଳେ ଆଗକୁ ଆଗକୁ ବଢିବା, ସେତେବେଳେ ପ୍ରଥମେ ଆମକୁ ଉତ୍ସାହ ରଖିବାକୁ ପଡିବ। ଉତ୍ସାହ କେମିତି? ଉତ୍ସାହ ନ ରଖିଲେ କଣ ହବନି? ବିନା ଉତ୍ସାହରେ ଆମେ କଣ ଆଗକୁ ବଢି ପାରିବାନି? ନା, ହବନି। ଯେମିତି ଗୋଟେ ପିଲାଟେ, ଛୋଟ ପିଲା ଦେଖିବ ତାଙ୍କର କେତେ ଉତ୍ସାହ ଥାଏ। ଯେତେବେଳେ ଆମର ପ୍ରଭୁଜୀ ଗୋଟେ ଏକ୍ଜାମ୍ପଲ ଦିଅନ୍ତି, ଯୋଉ ଗଙ୍ଗାରେ ଯେତେବେଳେ ଯୋଉ ଲୋକମାନେ ସବୁ ଟଙ୍କାଟେ ଲେଖେ 2 ଟଙ୍କା ଲେଖେ ପକାନ୍ତି, ଛୋଟ ପିଲା ସବୁ ଥାଆନ୍ତି, ସେ ସବୁ ଚୁମ୍ବକ ଧରିକି ଏସବୁ ଧରିକି ଡେଇଁକି ସେ ଗଙ୍ଗା ଭିତରକୁ ଡେଇଁକି ଯିବେ, ଟଙ୍କାଟେ ଖୋଜିବେ, ଉପରକୁ ଆସିବେ। ନମିଳିଲା ପୁଣି ଆଉଥରେ ଡେଇଁବେ। ସେ ଟଙ୍କାଟେ ପାଇଁ ସେ 10 12 ଥର ସବୁ ଡିଅନ୍ତି, ଟଙ୍କାଟେ 2 ଟଙ୍କା ପାଇଁ। କେତେ ଉତ୍ସାହ ତାଙ୍କର। ହୁଁ। ତେଣୁ ଆମେ କଣ କରିବା, ବାରମ୍ବାର ବାରମ୍ବାର ଉତ୍ସାହର ସହ ସକାଳୁ ଉଠି ପୁରା ସମ୍ପୂର୍ଣ୍ଣ ଉତ୍ସାହର ସହ ସବୁଦିନ ପୁରା ଲାଗିକି ରହିବାକୁ ପଡିବ। ତାପରେ ନିଶ୍ଚୟ, ନିଶ୍ଚୟ ମାନେ ନିଶ୍ଚିନ୍ତ ମିଳିବ, ଏଇ ଭାବନାଟା। ଉତ୍ସାହ ତ ରହିଲା, କିନ୍ତୁ ଉତ୍ସାହର ସହିତ କାମ କରୁଥିବା ଆମର ଯଦି କିଛି ସକ୍ସେସ ନହେଲା, ନିଶ୍ଚୟାତ୍ମକ ଯଦି ନଥିବ, ତାହେଲେ କଣ ହବ? ଇଏ ମାନେ କଣ, ତାକୁ କଣ କହନ୍ତି, ସଂଶୟାତ୍ମା ପଳେଇ ଆସିବ। ଆରେ ହବ କି ନାହିଁ, ଇଏ ସିଏ। ତେଣୁ ନିଶ୍ଚୟ ସବୁବେଳେ ରହିବା ଦରକାର। ଚିତ୍ତର ପ୍ରସନ୍ନ ରହିବ। ହେଲେ ନିଶ୍ଚୟାତ୍ମକ ହେଲେ କଣ ହବ? ଚିତ୍ତ ସବୁବେଳେ ପ୍ରସନ୍ନ ରହିବ। ଆଉ ସଂଶୟାତ୍ମକ ହେଇଗଲେ ଚିତ୍ତ ପ୍ରସନ୍ନ ହେଇଯିବ। ଏତେ ଉଚ୍ଚାରିତ କରୁଛି, ମିଳୁନି କିଛି, କିଛି ହେଇପାରୁନି, କିଛି ସ୍ୱାଦ ମିଳୁନି। ତେଣୁ ସବୁବେଳେ ନିଶ୍ଚୟାତ୍ମକ ରହିବ। ହଁ, ନିଶ୍ଚିନ୍ତ। ଯେମିତି ସବରୀ ସେ କରିଥିଲେ ନା, ନିଶ୍ଚୟ ଗୁରୁଦେବ କହିଛନ୍ତି ମାନେ ଭଗବାନ ନିଶ୍ଚିନ୍ତ ଆସିବେ। ସେଇଟାକୁ କୁହାଯାଏ ନିଶ୍ଚୟାତ୍ମକ। ନିଶ୍ଚିନ୍ତ ମତେ ପ୍ରାପ୍ତ ହବ, କିଛି ନା କିଛି ପ୍ରାପ୍ତ ହବ ଏଇ ଜନ୍ମରେ। ତାପରେ ଧୈର୍ଯ୍ୟ, ଧୈର୍ଯ୍ୟର ସହ ଉତ୍ସାହ ନିଶ୍ଚୟ ହେଇଗଲା। ଜୀବନରେ ପୁରା ଉତ୍ସାହର ସହ କାମ କଲେ, ନିଶ୍ଚୟ କରିନେଲେ ଯେ ହଁ ନିଶ୍ଚିନ୍ତ ପ୍ରାପ୍ତ ହବ। ତାପରେ ଧୈର୍ଯ୍ୟର ସହ ସେ ଜିନିଷଟାକୁ କରି 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 ଚାଲିବେ। ତେଣୁ ଉତ୍ସାହ ନିଶ୍ଚୟ ଧୈର୍ଯ୍ୟାତ୍ ସତତ କର୍ମ ପ୍ରବର୍ତ୍ତନାତ୍। ଉତ୍ସାହ ନିଶ୍ଚୟ ଧୈର୍ଯ୍ୟର କଣ ଗୋଟେ ଏକ୍ଜାମ୍ପଲ, ଆମର ଦାମୋଦର ଅଷ୍ଟକୀରେ ଯୋଉ ପଢୁଛେ, ସେତେବେଳେ ଆମର ଯଶୋଦା ମା କୃଷ୍ଣକୁ ବାନ୍ଧିବାକୁ ଚେଷ୍ଟା କଲେ। ସେଠି 3ଟା ଯାକ ଦେଖାଯାଏ, ଉତ୍ସାହ ଦେଖାଯାଏ, ନିଶ୍ଚୟ ଦେଖାଯାଏ, ଆଉ ଧୈର୍ଯ୍ୟ ଦେଖାଯାଏ। ସେ ଯେମିତି ଉତ୍ସାହର ସହ କଣ କଲେ, ବାରମ୍ବାର ବାରମ୍ବାର 2 ଆଙ୍ଗୁଳି ସର୍ଟ ପଡିଯାଉଛି, ଛୋଟିଆ ଅଣ୍ଟାଟା, କିନ୍ତୁ ସେ ଯେତେ ନିଜେ ଏଇ ଯୋଉ ମୁଣ୍ଡର ସେ ଯୋଉ ଇଏ କାଢିକି ଆଣିକି ବାନ୍ଧୁଛନ୍ତି, ଘରେ ଯେତେ ଦଉଡି ଅଛି ସେ ବାନ୍ଧୁଛନ୍ତି, 2 ଆଙ୍ଗୁଳି ସର୍ଟେଜ ହେଇଯାଉଛି। କିନ୍ତୁ ସେ ଉତ୍ସାହର ସହ କଣ କରୁଛନ୍ତି, ମୁଁ ଆଜି ବାନ୍ଧିବି ମାନେ ବାନ୍ଧିବି। ଉତ୍ସାହର ସହ ତାକୁ ବାନ୍ଧୁଛନ୍ତି। ସମସ୍ତେ କହୁଛନ୍ତି ଏ ତୋ ପୁଅର, କାହ୍ନାର ତ ବାନ୍ଧିବା ଯୋଗ ନାହିଁ, ତୁ ତାକୁ ବାନ୍ଧିବାକୁ କାହିଁ ଚେଷ୍ଟା କରୁଛୁ? ସେ ତ ବାନ୍ଧି ପାରିବନି। ତାଙ୍କୁ ଲାଜ ଲାଗୁଛି। ତଥାପି ନିଶ୍ଚୟ କରୁଛନ୍ତି, ବାନ୍ଧିବି ମାନେ ବାନ୍ଧିବି, ନିଶ୍ଚିନ୍ତ ବାନ୍ଧିବି। ତଥାପି ହଉନି। ଯେତେ ପରିଶ୍ରମ କରୁଛନ୍ତି, ଝାଳ ଫାଳ ବୋହିଗଲାଣି, ଯେତେ ଚେଷ୍ଟା କରୁଛନ୍ତି, ସେ 2 ଆଙ୍ଗୁଳି ସଟେଜ। ଘରେ ଯେତେ ଦଉଡି ଥିଲା, ଯେତେ ଇଏ ଥିଲା, ସେ ପାଖାପାଖି ସବୁ ବାନ୍ଧି ସାରିଲେଣି, ତଥାପି ହଉନି। ତଥାପି ସେ ଛାଡୁନାହାନ୍ତି। ବାନ୍ଧିବେ, ନିଶ୍ଚିନ୍ତ ବାନ୍ଧିବି ତାକୁ। ମୋ ପୁଅ, ମୁଁ ତାଙ୍କୁ ଛାଡିଦେବି କେମିତି? ମୁଁ ତାକୁ ବାନ୍ଧି ପାରିବିନି, କିଏ ବାନ୍ଧିବ? ତାପରେ କଣ କହିଲେ, ଧୈର୍ଯ୍ୟର ସହ ପୁରା ସକାଳୁ ସନ୍ଧ୍ୟା ବେଳେ ଯେମିତି ଲାଗିକି ରହିଲେ, ବାନ୍ଧିବି ବାନ୍ଧିବି ବାନ୍ଧିବି। ତାପରେ ଉତ୍ସାହ ନିଶ୍ଚୟ ଧୈର୍ଯ୍ୟ, ଏଇ 3ଟା ଗୁଣ ଯେତେବେଳେ
ପୁରା ସମ୍ପୂର୍ଣ୍ଣରେ ଲାଗିକି ରହିଲେ, ତାପରେ ସେ ଭଗବାନ ତାଙ୍କୁ କୃପା କଲେ। ଗୋଟେ ସାଧକର ସାଧନା ଆଉ ତାପରେ ଭଗବାନଙ୍କ କୃପା ମିଳେ। ତେଣୁ ଭଗବାନ କୃପା ସେମିତି ଖାଲି ଭଗବାନ କୃପା ହିଁ ମିଳିବ, ଆଉ ଜଣେ ସାଧକ ସାଧନା ହିଁ କରିବେନି, ଉତ୍ସାହ ନିଶ୍ଚୟ ଧୈର୍ଯ୍ୟର ସହ କିଛି ଯଦି ସାଧନା ହିଁ କରିବେନି ତାହେଲେ ତ ହେଇପାରିବନି। ତେଣୁ ଷଡ଼ ଗୋସ୍ୱାମୀଙ୍କ ଭଳିଆ ସାଧନା କରିବାକୁ ପଡିବ, ତାପରେ କୃଷ୍ଣ ତାପରେ କୃପା କରିବେ। ତେଣୁ ଏଇ ତିନିଟା ଜିନିଷ ଉପଦେଶ ଅମୃତର ଇନଷ୍ଟ୍ରକ୍ସନରେ ରୂପ ଗୋସ୍ୱାମୀ କହିଛନ୍ତି ତୃତୀୟ ନମ୍ବର ଶ୍ଲୋକରେ, ଯେ ତିନିଟା ଜିନିଷ ଇମ୍ପୋର୍ଟାଣ୍ଟ, ତେଣୁ ଏଇ ଜିନିଷକୁ ବି ଆମକୁ ସାଧନ ସମୟରେ ଗୋଟି ଗୋଟି କରି ପାଳନ କରିବାକୁ ପଡିବ। ତବେ ତତ୍ତৎ କର୍ମ ପ୍ରବର୍ତ୍ତନାତ୍। ତତ୍ତତ୍ କର୍ମ କଣ, କୋଉ କୋଉ କର୍ମ କଣ କଣ କରିବେ, ଏଇ ଯୋଉ ଉତ୍ସାହ ନିଶ୍ଚୟ ଧୈର୍ଯ୍ୟ ସହ କଣ କଣ କରିବେ ନା, ଭକ୍ତିରେ ଆମର 64ଟା ଅଙ୍ଗ ଅଛି। ଭକ୍ତି ରସାମୃତ ସିନ୍ଧୁରେ ସବୁ ବର୍ଣ୍ଣନା ଅଛି। ସେ 64 ଅଙ୍ଗକୁ ପୁରା ଆମର ଯୋଉ ଯୋଉ ରୂପରେ ପାଳନ କରିବାକୁ କୁହାଯାଇଛି, ସେଇ ରୂପରେ ଆମର ପାଳନ କରିବାକୁ ପଡିବ। 64 ଅଙ୍ଗ ଭିତରୁ ମୁଖ୍ୟତଃ ଯୋଉ ସବୁ ଅଙ୍ଗ ରହିଲା ଆମର ନବଦା ଭକ୍ତି, ତା ଭିତରୁ ଶ୍ରବଣ କୀର୍ତ୍ତନ, ମନନ, ଏସବୁ ଜିନିଷକୁ ମୁଖ୍ୟତଃ ରୂପେ ଆମକୁ ଠିକ ଠିକ ରୂପରେ ପାଳନ କରିବାକୁ ପଡିବ। ତତ୍ତତ୍ କର୍ମ ପ୍ରବର୍ତ୍ତନାତ୍। ତାପରେ ସଙ୍ଗ ତ୍ୟାଗାତ୍ ସତବୃତ୍ତି। ସଙ୍ଗ ତ୍ୟାଗାତ୍ କଣ ନା, ଏସବୁ ଜିନିଷ ପାଳନ କଲେ, ତାପରେ କିଛି ଜିନିଷ ଆମକୁ ଇନଷ୍ଟ୍ରକ୍ସନ ରେ କଣ କହିଛନ୍ତି ନା, ସଙ୍ଗ ଟା ଛାଡିବ। ସଙ୍ଗ ଟା କଣ ଛାଡିବ, କୋଉ କୋଉ ସଙ୍ଗ ଛାଡିବ ନା, ଅଭକ୍ତ ମାନଙ୍କ ସଙ୍ଗ ଛାଡିବ, ଆଉ ସ୍ତ୍ରୀ ସଙ୍ଗ ଛାଡିବ। ଅଭକ୍ତ ମାନଙ୍କ ସଙ୍ଗ କଣ ନା, କର୍ମୀ, ଜ୍ଞାନୀ, ଯୋଗୀ, ଯୋଉମାନେ ଭକ୍ତିରୁ ବାହାରେ ଯେତେ ସବୁ ରହିଲେ ତାଙ୍କର ସଙ୍ଗ ଛାଡିବ। କାହିଁକି ସଙ୍ଗ ଛାଡିବ ନା, କର୍ମୀ, ଜ୍ଞାନୀ, ଯୋଗୀ ଏମାନଙ୍କ ସଙ୍ଗ କଲେ ଆମର ଭକ୍ତିରେ କିଛି ଉନ୍ନତି ହବ କି? ଆମେ ଯୋଉ ଭଳିଆ ସଙ୍ଗ କରିବା ସେଇ ଭଳିଆ ରଙ୍ଗ ଚଢିବ। ଆମର ପରମାର୍ଥୀ ପରିଚୟରେ କ୍ଲାସ ହଉଥିଲା ନା ସାଧୁ ସଂଘ, ସାଧୁ ସଂଘରେ କୁହା ହେଇଥିଲା କଣ, ଯୋଉ ଯଶ୍ଚ ସଙ୍ଗତ ମସ୍ମତି, ଗୋଟେ ଶ୍ଲୋକ ଅଛି, ମଣିବତ ସତ୍ସା, ଗୋଟେ ଅଛି ମାନେ ଯିଏ ଯେମିତି ସଙ୍ଗ କରିବ ତାର ସେମିତି ରଙ୍ଗ ଚଢିବ। ତେଣୁ ଆପଣ ଯଦି କର୍ମୀ, ଜ୍ଞାନୀ, ଯୋଗୀ ଏମାନଙ୍କ ସଙ୍ଗ କରିବେ, ତାଙ୍କର ଚିନ୍ତାଧାରା ତ ଆମ ପାଖକୁ ଆସିବ। କର୍ମ କଲେ ଏଇଆ ମିଳେ, କର୍ମ କଲେ ସେଇଆ ମିଳେ, ଆମେ ତାଙ୍କ ସଙ୍ଗ କଲେ ଆମ ଚେତନା ଟା ସେଇଭଳିଆ ହବ। କି ଜ୍ଞାନୀ, ଯୋଗୀ, ତେଣୁ ଆମର ଭକ୍ତିରେ କିଛି ଉନ୍ନତି ହେଲା କି? ଆମ ଭକ୍ତିରେ କିଛି ଆମର ମାନେ ବାଧା ସୃଷ୍ଟି କଲା, ସେଇ ଚେତନା ଟା ଆମର ଆସିଲେ ଆମ ମାଇଣ୍ଡ ଟା ଡାଇଭର୍ଟ ହବ। ତେଣୁ ଯେତେ ସବୁ ଭକ୍ତି ବାହାରେ ଭକ୍ତଙ୍କ ସଙ୍ଗ କରିବା, ଆଉ ଯେତେ ଭକ୍ତି ହେଲା କର୍ମୀ, ଜ୍ଞାନୀ, ଯୋଗୀ, ତାଙ୍କୁ ଭକ୍ତ ମାନଙ୍କ ପାଇଁ ଅଭକ୍ତ କୁହାଯାଇଛି। ତାଙ୍କୁ ତାଙ୍କର ସଙ୍ଗ କରିବନି। ତାପରେ ଆଉ କାହାର ସଙ୍ଗ କରିବନି ନା, ସ୍ତ୍ରୀ ସଙ୍ଗୀ। ସ୍ତ୍ରୀ ସଙ୍ଗୀ ମାନେ କଣ, ଗୃହସ୍ଥ ମାନେ ଯୋଉମାନେ, ସେମାନେ କେମିତି ତ୍ୟାଗୀ ମାନେ ଭୋଗ ଦୃଷ୍ଟିରେ କାହାକୁ ଦର୍ଶନ କରିବେନି। ସେ ତାପରେ ଯୋଉମାନେ ଗୃହୀ ମାନେ, ସେମାନେ କେମିତି ଚଳିବେ, ପୁରୁଷ ମାନେ ସ୍ତ୍ରୀ ମାନଙ୍କ ପ୍ରତି, ସ୍ତ୍ରୀ ମାନେ ପୁରୁଷ ମାନଙ୍କ ପ୍ରତି କେମିତି ଦୃଷ୍ଟି ରଖିବେ, ସେ ସବୁ ଜିନିଷ କୁହାଯାଇଛି। ତେଣୁ ସଙ୍ଗ ତ୍ୟାଗ, ତାପରେ ସତ୍ବୃତ୍ତି। ସତ୍ବୃତ୍ତି ମାନେ ବର୍ଣ୍ଣାଶ୍ରମ ଧର୍ମର ଠିକ ଠିକ ପାଳନ କରି, ହୁଁ, ଗୃହସ୍ଥାଶ୍ରମ ଆଉ ତ୍ୟାଗୀ ମାନେ କେମିତି, ତ୍ୟାଗୀ ମାନଙ୍କର କାମ କଣ ନା, ସବୁବେଳେ ନାମ ଜପ କରିବେ। ଗୃହସ୍ଥ ମାନଙ୍କ କାମ କଣ, ଗୃହସ୍ଥ ମାନଙ୍କର ଆହୁରି ଇମ୍ପୋର୍ଟାଣ୍ଟ କାମ ସବୁ ଅଛି, ନାମ ଜପ କରିବେ, ତାପରେ ବୈଷ୍ଣବ ସେବା କରିବେ, ତାପରେ ଘରେ ବିଗ୍ରହଙ୍କ ବି ସେବା କରିବେ, କୃଷ୍ଣଙ୍କର ସେବା କରିବେ। ହୁଁ, ତେଣୁ ସତ୍ବୃତ୍ତି, ଏସବୁ ଜିନିଷ ଗୃହସ୍ଥ ସମର ଧର୍ମକୁ ପାଳନ କରିବେ। ପାଳନ କରି କରି କଲେ କଣ ହବ ନା, ଷଡ଼ବୀର ଭକ୍ତି ପ୍ରସିଦ୍ଧତି। ଏଇ ସବୁ 6ଟା ଜିନିଷ ପାଳନ କଲେ ଭକ୍ତି ଆସ୍ତେ 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 ବଢିବ। କିନ୍ତୁ ତୃତୀୟ ଶ୍ଲୋକରେ ଆମକୁ କହିଲେ କଣ କଣ କଲେ ଭକ୍ତି ବଢିବ। ତାପରେ ଚତୁର୍ଥ ଶ୍ଲୋକରେ, ଚତୁର୍ଥ ଶ୍ଲୋକରେ କଣ କହିଛନ୍ତି ନା, ଦଦାତି ପ୍ରତିଗୃହ୍ଣାତି ଗୁହେମ ଆଖ୍ୟାତି ପୃଚ୍ଛତି ଭୁଙ୍କ୍ତେ ଭୁଜୟତେ ଚୈବ ଷଡ଼ବୀର ପ୍ରୀତି ଲକ୍ଷଣମ୍। ଚତୁର୍ଥ ନମ୍ବର ଶ୍ଲୋକରେ ଆମର କହିଛନ୍ତି, ଏଇଠୁ ଷ୍ଟାର୍ଟ କରିଛନ୍ତି ଯେ ଭକ୍ତିର ଲକ୍ଷଣ କଣ। ଯେ ଭକ୍ତିର ଲକ୍ଷଣ କହିବା ପୂର୍ବରୁ ଏଠି କହିଛନ୍ତି ବୈଷ୍ଣବ ମାନଙ୍କ ପ୍ରତି ପ୍ରୀତିର ଲକ୍ଷଣ କଣ। ଏଇଟା କଣ ଭକ୍ତିର ଲକ୍ଷଣ? ପ୍ରଥମ ତୃତୀୟ ଶ୍ଲୋକରେ ତ ଅଲଗା ଅଲଗା ଜିନିଷ କହିଲେ, ଚତୁର୍ଥ ଶ୍ଲୋକରେ କଣ କହିଲେ ନା, ବୈଷ୍ଣବ ମାନଙ୍କ ପ୍ରତି ପ୍ରୀତିର ଲକ୍ଷଣ କଣ, ଯୋଉଟା କି ବି କୁହାଯାଏ ଭକ୍ତିର ଲକ୍ଷଣ। ତ କାହିଁକି, ଏଠି ଗୋଟେ ବିଚାର ଅଛି ଆମର ଶିଲ ସରସ୍ୱତୀ ପ୍ରଭୁପାଦଙ୍କର, ଯେଠାରେ ତାଙ୍କର ଶିଷ୍ୟ ମାନେ ଯେତେବେଳେ ପ୍ରଭୁପାଦ ଯେତେବେଳେ ଥିଲେ, ମଠ ହେଇଥିଲା, ତାଙ୍କର ଶିଷ୍ୟ ମାନେ ସବୁ ଏକାଠି ରହୁଥିଲେ, ଶିକ୍ଷା ଦଉଥିଲେ। ପ୍ରତିଦିନ ସବୁ ତାଙ୍କର ଶିଷ୍ୟ ମାନେ କଣ କରିବେ, ସମସ୍ତେ ଖାତା ପେନ୍ ଧରିକି ବସିଥିବେ। ପ୍ରଭୁପାଦଙ୍କ ପାଟିରୁ ଯାହା ବାହାରିଲା
ତାକୁ ସବୁ ଲେଖୁଥିବେ, କୌଣସି ସମସ୍ତେ ଲେଖୁଥିବେ, କାଳେ ଇଏ କିଛି ଛାଡିଦେବେ ତେଣୁ ଅନ୍ୟ କିଛି ଲେଖିଦେଇଥିବେ। କିନ୍ତୁ ଗୋଟେ ଗୋଟେ ୱାର୍ଡ ର ମାନେ ମହତ୍ଵ ହେଲା ଗୋଟେ ଗୋଟେ ଶାସ୍ତ୍ରର ସାରାଂଶ। ତେଣୁ କେହି କିଛି ସ୍କିପ୍ କରୁନଥିଲେ, ସବୁ ଲେଖିକି ରଖୁଥିଲେ। ତ ଏମିତି ସବୁ ସମସ୍ତେ ସବୁବେଳେ କଥା କୀର୍ତ୍ତନ ହୁଏ। ସମସ୍ତଙ୍କର ଗୋଟେ ଇଚ୍ଛା ହେଲା ଯେ ପ୍ରଭୁପାଦଙ୍କୁ ପଚାରିବାକୁ ଯେ ଶିଷ୍ୟ ମାନଙ୍କ ମାନେ ସବୁଠାରୁ ଶ୍ରେଷ୍ଠ ସେବକ କିଏ, ଆପଣଙ୍କ ଯୋଉ ଆମର ଯେତେ ସବୁ ଅଛନ୍ତି ଆପଣଙ୍କ ସେବକ ମାନଙ୍କ ଭିତରେ, ଶିଷ୍ୟ ମାନଙ୍କ ଭିତରେ ସର୍ବଶ୍ରେଷ୍ଠ ସେବକ କିଏ। ତ ଡିସାଇଡ୍ ହେଲା ଜଣେ ତାଙ୍କୁ ଜଣେ ଇଏ ହେଲେ ଇଏ ପଚାରିବେ ପ୍ରଭୁପାଦଙ୍କୁ ସର୍ବଶ୍ରେଷ୍ଠ ସେବକ କିଏ। ତାପରେ ଯାଇ ପଚାରିଲେ, ପ୍ରଭୁପାଦ କଣ ଉତ୍ତର ଦେଲେ ନା ଯାହାର ବୈଷ୍ଣବ ମାନଙ୍କ ପ୍ରତି ଯେତେ ପ୍ରୀତି ହେଇଛି ସିଏ ହେଲା ସର୍ବଶ୍ରେଷ୍ଠ ଉତ୍ତର। ଏମିତି ବୁଲେଇକି ଗୋଟେ ଆନ୍ସର ଦେଇଦେଲେ। ସର୍ବଶ୍ରେଷ୍ଠ ସେବକ କିଏ, ତେଣୁ ତୁମେ ଡିସାଇଡ୍ କର କାହାର କେତେ ପ୍ରୀତି ହେଇଛି। ତେଣୁ ଏଠି କଣ କହୁଛନ୍ତି ନା ଯେତେବେଳେ ଯେତେବେଳେ ଯାହାର ଯେତେ ଅଧିକ ଭକ୍ତି ବଢି ବଢି ଯିବ ତାର ବୈଷ୍ଣବ ମାନଙ୍କ ପ୍ରତି ସେତିକି ପ୍ରୀତି ସେତିକି ଶ୍ରଦ୍ଧା ବଢି ବଢି ଯିବ। ତେଣୁ ଏଇଟା ଗୋଟେ ହେଲା କଣ କୁହାଯାଏ ପାରାମିଟର, ଚେକ୍ କରିବାକୁ କାହାର କେତେ ଭକ୍ତି ବଢିଛି। ଆମର ଯଦି ବୈଷ୍ଣବ ମାନଙ୍କ ପ୍ରତି ସେତିକି ପ୍ରୀତି ବଢିନି, ଶ୍ରଦ୍ଧା ବଢିନି, ତାହେଲେ ଆମେ ଜାଣିବାକୁ ପଡିବ ଯେ ଆମେ ଭକ୍ତିରେ ବହୁତ ତଳେ ଅଛି। ଯେତେବେଳେ ଅଧିକ 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 ଆସ୍ତେ ଆସ୍ତେ ବଢି ବଢି ଯିବ, ସେତେବେଳେ ଆମର ଭଗବାନଙ୍କ ତଦୀୟ ବସ୍ତୁ ହୁଁ ବୈଷ୍ଣବ ମାନେ ତାଙ୍କ ପ୍ରତି ପ୍ରୀତି ଅଧିକ ଅଧିକ ବଢି ବଢିଯିବ। ତେଣୁ ପ୍ରଭୁପାଦ ସେ ଜିନିଷକୁ କହୁଛନ୍ତି। ଆମର ବାମନ ଗୋସ୍ୱାମୀ ମହାରାଜ ବି କୁହନ୍ତି ଯେ ଭକ୍ତିର ମାନେ ରେଜଲ୍ଟ କଣ। ଜଣେ ଭକ୍ତି କରୁଛି ତା ଦ୍ଵାରା ତାକୁ କଣ ରେଜଲ୍ଟ ମିଳିବ। ଭକ୍ତି ମାନେ କଣ, ବସ୍ ଧାତୁ, ବସ୍ ଧାତୁରୁ ଭକ୍ତି ହେଇଛି ମାନେ ବସ୍ ଧାତୁର ଅର୍ଥ ହେଲା ସେବା କରିବା। ତେଣୁ ଯିଏ ଯେତେ ଭଲସେ ସେବା କରୁଛି ମାନେ କଣ ପ୍ରୀତିର ସହ ସେବା କରୁଛି। ଏମିତି ନୁହଁ ଯେ କିଛି କିଛି ରାଜସିକ ଗୁଣ ଦ୍ଵାରା ବି ବହୁତ ଲୋକ କହନ୍ତି ଦିନ ରାତି କାମରେ ଲାଗିଥାନ୍ତି, କିନ୍ତୁ ସେଇଟା ତ ସେବା ନୁହେଁ। ଯେତେବେଳେ ଯାଏ ପ୍ରୀତି ନ ଆସିଛି, ଯେମିତି ଜଣେ ଗୋଟେ ମାଟେ ଗୋଟେ ପିଲାମାନଙ୍କ ପ୍ରତି ସେବା କରୁଛି, ତାକୁ କେମିତି ଜଣା ପଡିବ ତାର ସେଇ ଜିନିଷ ପ୍ରୀତି ଅଛି। ସେ ଯଦି ପିଲାଟାକୁ ବାଡଉଛି କି ଗାଳି କରୁଛନ୍ତି ତଥାପି ଜଣା ପଡିବ ଯେ ତା ପ୍ରୀତି ଅଛି। ସିଚୁଏସନ ଆସିଲେ ସିଏ ପିଲାମାନଙ୍କ ଦେହ ଖରାପ ହେଇଗଲା, ସେଇ ତାଙ୍କୁ ବାଡଉଥିବେ, ସେ ତାଙ୍କୁ ପୁଣି ଶ୍ରଦ୍ଧା କରିବେ ଆଦର କରିବେ, ପ୍ରୀତି ଅଛି। ତେଣୁ ସେମିତି ପ୍ରୀତିର ସହ ଯେତେବେଳେ ଆମେ ଭଗବାନଙ୍କର ବୈଷ୍ଣବ ସେବା କରିବେ ତାକୁ କୁହାଯାଏ ସେବା। ବରଯାତ୍ରୀ ବରଯାତ୍ରୀର ମାନେ ହେଲା ସେବା। ତ ସେଇଥିପାଇଁ କହୁଛନ୍ତି ଆମର ଯେତେବେଳେ ଭଗବାନଙ୍କ ପ୍ରତି ବୈଷ୍ଣବ ପ୍ରୀତିର ସହ ସେବା କରିବା, ସେତେବେଳେ ସେବାର ଫଳ କଣ ହବ ନା ସେବାର ଫଳ ହେଲା ପୁଣି ଅଧିକ ସେବା ମିଳିବ। ଯେମିତି ସବୁଠୁ ବେଷ୍ଟ ଏକ୍ଜାମ୍ପଲ ହେଲା ଆମର ବ୍ରଜର ଗୋପୀ ମାନଙ୍କର କଥା। ବ୍ରଜର ଗୋପୀ ମାନେ ଯେତେବେଳେ ସେବା କରନ୍ତି ଭଗବାନ କଣ ମାଗନ୍ତି, ରେଜଲ୍ଟରେ ତାଙ୍କୁ କଣ ମିଳେ, ସେ କୁହନ୍ତି ଯେ ମତେ ପୁଣି ଅଧିକ ସେବା ମିଳୁ। ତେଣୁ ସେବାର ରେଜଲ୍ଟ ହେଲା ସେବା। ସେଥିପାଇଁ ତ ଭଗବାନ ତାପରେ ପୁଣି କଣ ସରେଣ୍ଡର କରିଗଲେ, ନ ପାରେ ହମ୍ ନିରବଧି ସେବା, ଆପଣଙ୍କ ମାନେ ତୁମର ଋଣ ସୁଝିବାକୁ ମୁଁ ଅସମର୍ଥ। ତେଣୁ ଗୌଡୀୟ ବୈଷ୍ଣବ ମାନେ ସବୁବେଳେ ଏଇ ବିଚାରଧାରାଟାକୁ ଫଲୋ କରନ୍ତି। ସେବା ବଦଳରେ କିଛି ମାଗନ୍ତି, ସେବା ବଦଳରେ କିଛି ଯଦି ଆପଣ ରେଜଲ୍ଟ ପାଇଲେ ତାହେଲେ ତ ସେଇଟା ବିଜନେସ ହେଇଗଲା। ଏଇଟା ତ ଆମେ ବାରମ୍ବାର ଶୁଣୁଛେ। ତେଣୁ ପ୍ରୀତିର ଲକ୍ଷଣ ହେଲା ଯେ ଜଣେ ସେବା ବଦଳରେ ସେବା ହିଁ ଚାହିଁବ, ଅଧିକ ସେବା କରିବ ଭଗବାନଙ୍କର। ସେଟା ହେଲା ପ୍ରୀତିର ଲକ୍ଷଣ। ତେଣୁ ଆମର ଯେତେବେଳେ ଅଧିକ ପ୍ରୀତି ବଢି ବଢି ଯିବ ସେତେବେଳେ ଜାଣିବା ଯେ ଆମର ସେତିକି ଅଧିକ ଭଗବାନ ପ୍ରତି ଭକ୍ତି ହେଇଛି। ସେ ପ୍ରୀତିର ଲକ୍ଷଣଟାର ଯୋଉ ଲକ୍ଷଣ ଅଛି, କେମିତି ପ୍ରୀତି ଜଣଙ୍କ ପ୍ରତି ବଢିବ ସେଇ ଜିନିଷଟା ଏଠି କୁହାଯାଇଛି। ଦଦାତି ପ୍ରତିଗୃହ୍ଣାତି ଗୋଏମାଖ୍ୟାତି ପୁଚ୍ଛତି ଭୁଙ୍କ୍ତେ ଭୋଜୟିତେ ଚୈବ ଷଡଭିର୍ ପ୍ରୀତି ଲକ୍ଷଣ। ପ୍ରୀତିର ସେ ଛଅଟା ଲକ୍ଷଣ ଯୋଉ କୁହାଯାଇଛି, କଣ ଦଦାତି କିଛି ଦବ, ପ୍ରତିଗୃହ୍ଣାତି ସେ ଯାହା ଦଉଛନ୍ତି ତାକୁ ଗ୍ରହଣ କରିବ, ଗୁହ୍ୟମ ଆଖ୍ୟାତି ଭଜନ ସମ୍ବନ୍ଧୀୟ ରହସ୍ୟ ଜିନିଷ ତାଙ୍କୁ ପଚାରି ଶୁଣିବ, ତାଙ୍କଠୁ ଶୁଣିବ, ତାଙ୍କଠୁ ପଚାରିବ, ତାଙ୍କଠୁ ଶୁଣିବ। ଭୁଙ୍କ୍ତେ ଭୋଜୟତେ ତାଙ୍କୁ କିଛି ଭୋଜନ ଦବ, ଆଉ ତାଙ୍କୁଠୁ କିଛି ଗ୍ରହଣ କରିବ। ଷଡବିଧମ୍ ପ୍ରୀତି ଲକ୍ଷଣ, ଏଇଟା ହେଲା ଛଅଟା ହେଲା ପ୍ରୀତିର ଲକ୍ଷଣ। ପ୍ରଥମେ କଣ କରୁଛନ୍ତି ଦଦାତି, ଆମର ବୈଷ୍ଣବ ମାନଙ୍କ ପ୍ରତି ଆମେ କଣ କରିବା, ତାଙ୍କର ଯାହା ଆବଶ୍ୟକ ଜିନିଷ ତାଙ୍କୁ ପ୍ରଦାନ କରିବା। ବୈଷ୍ଣବ ମାନଙ୍କୁ ଆବଶ୍ୟକ ଜିନିଷ ପ୍ରଦାନ କଲେ ସେ କଣ, ସେମାନେ କଣ କରିବେ ସାଧୁ ଲୋକମାନେ, ସିଏ ଭଗବାନଙ୍କ ସେବାରେ ଲଗେଇବେ। ତାଙ୍କର ଯଦି ଆବଶ୍ୟକ ଯୋଉଟା ଜିନିଷ ଥିବ ସେ ଆବଶ୍ୟକରେ ଲଗେଇବେ। ତେଣୁ ଆମର ଯୋଉମାନେ ଅଛନ୍ତି ମଠବାସୀ ତାଙ୍କୁ କିଛି କିଛି, ସାଧୁ ସନ୍ନ୍ୟାସୀ ତାଙ୍କୁ କିଛି କିଛି ଦବା ଦରକାର।
କିନ୍ତୁ ଏଠି ଗୋଟେ ବିଚାର ଯୋଉଟା କି ଯୋଉମାନେ ମନେକର କିଛି ଭକ୍ତ ଅଛନ୍ତି, ସେମାନେ ନୂଆ ନୂଆ ଆସିଛନ୍ତି, ଏମିତି ବିଚାର କରି ଦେବା ଦରକାର ଯେ ଯେମିତି ତାଙ୍କର ସେଥିରେ କୌଣସି ମାନେ କଣ ତାଙ୍କୁ ତାଙ୍କର ଭୋଗ ବିଳାସରେ ସେଟା ସହାୟକ ନ ହଉ। ଯୋଉମାନେ ନୂଆ ନୂଆ ଆସିଥିବେ, କିଛି କିଛି ଅଛନ୍ତି ଯୋଉମାନେ ଆସନ୍ତି ଆଉ ଭୋଗ ବିଳାସ ଇଚ୍ଛା ଥାଏ ଆମର ଦ୍ଵାରା କିଛି ପ୍ରଦାନ କରାଗଲେ ତାଙ୍କର ସେଇଟା ବୃଦ୍ଧି ହେଇଯାଏ, ଯାହା ଦ୍ୱାରା କି ତାଙ୍କର ଅମଙ୍ଗଳ ହେଇଯାଏ। ଯାଇକି ଆସିଲେ ଆମେ ତାଙ୍କର ଭୋଗ ବିଳାସରେ କଣ ମୋବାଇଲ କରିବାକୁ ଇଚ୍ଛା ହେଲା, ଯଦି ସେବାରେ ନ ଲଗେଇକି ସିଏ ସେତିକି ଭକ୍ତିରେ ଆଗକୁ ବଢି ନାହାନ୍ତି, ଆମ ଦ୍ୱାରା ପ୍ରଦାନ କରାଯାଇଥିବା କିଛି ଜିନିଷ ତାଙ୍କର ଭୋଗ ବିଳାସରେ ସହାୟକ ହେଇଗଲା, ଯଦି ତାଙ୍କ ଭକ୍ତିରେ ତଳକୁ ଗଲା ତେଣୁ ସେଇଟା କଣ ହେଲା, ନେଗେଟିଭ ଇଫେକ୍ଟ ଦେଲା। ତେଣୁ ଯୋଉ ଜିନିଷଟା ତାଙ୍କର ଆବଶ୍ୟକ ଜିନିଷ, ଆଉ ଯୋଉ ଜିନିଷରେ ଭଗବାନଙ୍କ ସେବା ହବ, ସେ ଜିନିଷଟା ନିହାତି ଆମକୁ ପ୍ରଦାନ କରିବା ଦରକାର। ଗୃହସ୍ଥ ମାନଙ୍କର କର୍ତ୍ତବ୍ୟ ସେଇଆ। ଆଗରୁ ତ ସବୁ ସାଧୁ ସନ୍ନ୍ୟାସୀ ମାନେ ଗଛ ମୂଳରେ ଥିଲେ, ଆଜିକାଲି ତ ସେ ସିଚୁଏସନ ନାହିଁ। ଆଜିକାଲି ସେ ମଠରେ ରହୁଛନ୍ତି, ମଠରେ ଠାକୁରଜୀଙ୍କ ସେବା ହଉଛି, ଆଉ ବିଭିନ୍ନ ପ୍ରକାର ଦାୟିତ୍ୱ ମଠରେ ସବୁ ଉତ୍ସବ ହଉଛି, ବିଭିନ୍ନ ପ୍ରକାର ଉତ୍ସବ ରହୁଛି। ତେଣୁ କିଛି କିଛି ଗୃହସ୍ଥ ମାନେ ସବୁବେଳେ ଦବା ଦରକାର, ସେବା କରିବା ଦରକାର। କିଛି ଦେଲେ ତାପରେ ତାଙ୍କଠୁ କିଛି ଗ୍ରହଣ କରିବେ, ଯଦାତି ପ୍ରତିଗୃହ୍ଣାତି। ସେ ଯାହା ତାକୁ ସେ ଯାହା କଣ ପ୍ରସାଦୀ ହିସାବରେ ଆମକୁ ଦେଲେ ଆମେ ତାକୁ ଗ୍ରହଣ କରିବା। ପ୍ରସାଦୀ ହିସାବରେ କଣ, ଯାହା ବି କିଛି ଆମକୁ ଦେଲେ, ଗଲେ ପ୍ରଣାମ କଲେ, ପ୍ରଭୁଜୀ କି ମହାରାଜ ମାନଙ୍କୁ କିଛି ପ୍ରଦାନ କଲେ ସେବା ଉଦ୍ଦେଶ୍ୟରେ, ସେ ମନେକର ଆମକୁ କିଛି ଦେଲେ, କପଡା ହଉ କି ଯାହା ବି ହଉ ଆମକୁ କିଛି ଦେଲେ, ତେଣୁ ପ୍ରସାଦ ହିସାବରେ ତାକୁ ଗ୍ରହଣ କରିବେ। ସେଟା ବି ଗୋଟେ ପ୍ରୀତିର ଲକ୍ଷଣ, ଦବା ଆଉ ନବା। କିନ୍ତୁ ଗୋଟେ ଜିନିଷକୁ ଛାଡିକି, ଗୋଟେ ଜିନିଷକୁ ଆମେ ଗ୍ରହଣ କଲେ ତାକୁ ୟୁଜ କରିପାରିବାନି, ସେଟା ହେଲା ଯୋଉ ବୈଷ୍ଣବ ମାନଙ୍କର ପାଦୁକା। ପାଦୁକାକୁ ଛାଡିକି, ପାଦୁକାକୁ ମାନେ ଗୁରୁଦେବ ଆପଣଙ୍କୁ ପାଦୁକା ପ୍ରାପ୍ତ ହେଲା ଗୁରୁଦେବଙ୍କର, ତାକୁ ରଖିକି ପ୍ରଣାମ କରି ପୂଜା କରିପାରିବେ, ତାକୁ ୟୁଜ କରିପାରିବେନି ବୈଷ୍ଣବ ମାନଙ୍କର। ତାକୁ ଛାଡିକି ଆଉ ସବୁ ଜିନିଷକୁ ଗ୍ରହଣ କରି ୟୁଜ କରିପାରିବେ। ସେଇଟା ହେଲା ବୈଷ୍ଣବ ମାନଙ୍କର ପ୍ରସାଦୀ ଯୋଉ ଜିନିଷ ଦିଆଯାଇଥାଏ, ସେଇଟା ଆମକୁ ଅନର୍ଥରୁ ଆଉ ବିଭିନ୍ନ ପ୍ରକାର ମାନେ ତାକୁ କଣ କୁହାଯାଏ ଡିଷ୍ଟର୍ବାନ୍ସରୁ ଆମକୁ ରକ୍ଷା କରେ, ଅମଙ୍ଗଳରୁ ରକ୍ଷା କରେ। ତେଣୁ ସେଇଟା ଜିନିଷକୁ ସବୁବେଳେ ଗ୍ରହଣ କରିବା ଦରକାର। ଦଦାତି ପ୍ରତିଗୃହ୍ଣାତି ଗୁହ୍ୟମ ଆଖ୍ୟାତି। ତାଙ୍କୁ ଭକ୍ତି ସମ୍ବନ୍ଧୀୟ କିଛି ଯୋଉ ଆମର ରହସ୍ୟ, ସେ ସବୁ ଜିନିଷ ପଚାରିବା ଦରକାର। କାହିଁକିନା ଯୋଉମାନେ ଭଜନ କରନ୍ତି, କିଛି ଦିନର ଭଜନ ଏକ୍ସପିରିଏନ୍ସ ପରେ ବହୁତ ବହୁତ ଭକ୍ତିର କିଛି ଅନୁଭବ ସବୁ ଥାଏ, କିନ୍ତୁ ସେଇଟା ସେ କାହା ଆଗରେ ପ୍ରକାଶ କରିବେ। ଯଦି ଆପଣ ସେତିକି ମାନେ ସିନସିୟର ଥିବେ, ଜାଣିଲେ ଯେ ଏମାନେ ସିନସିୟର ଅଛନ୍ତି, ଭଜନ କରୁଛନ୍ତି, ଆଉ ଜାଗତିକ ପ୍ରତି ତାଙ୍କର ଏତେ ଆଟ୍ରାକ୍ସନ ନାହିଁ, ଆପଣ ତାଙ୍କର ବସିଲେ ଭକ୍ତି ସମ୍ବନ୍ଧୀୟ ଏତେ ଆଲୋଚନା କଲେ, ତ ବୈଷ୍ଣବ ମାନେ କଣ କରନ୍ତି, ତାଙ୍କର ଭଜନ ସମ୍ବନ୍ଧୀୟ ଯୋଉ ଏକ୍ସପିରିଏନ୍ସ ଟା ସେଇଟାକୁ ସେୟାର କରନ୍ତି, ଯାହା ଦ୍ୱାରା ସେଇଟା ହେଲା ଆକ୍ଚୁଆଲି ସବୁଠୁ ବଡ ମାନେ ସମ୍ପତ୍ତି କହିଲେ ଚଳେ। ଯେତେବେଳେ ଜଣେ ଆପଣଙ୍କୁ ତାଙ୍କର ଭକ୍ତି ସମ୍ବନ୍ଧୀୟ କିଛି ରହସ୍ୟ, କିଛି ଏକ୍ସପିରିଏନ୍ସ ଆପଣଙ୍କୁ ମାନେ ଡିସକସନ କରିବେ, ସେତେବେଳେ ଆମର ଲୋଭ ଜାତ ହୁଏ। ଏଇଟା ମୁଁ ଫିଲ୍ କରିଛି। ଆପଣ ନିଜେ ସେ ଜିନିଷଟାକୁ ପଢୁଥିବେ, ବୁଝୁଥିବେ, ସାଧନ କରୁଥିବେ, ଏ ଜିନିଷ ପ୍ରତି ଯଦି ଲୋଭ ନଥିବ, ତାହେଲେ ଆପଣଙ୍କୁ ଜଣେ ବୈଷ୍ଣବ ସେଇ ଜିନିଷଟା ଥରେ କୌଣସି ପ୍ରକାରେ ଆପଣଙ୍କୁ ଏକ୍ସପିରିଏନ୍ସ କହିବେ ନିଜର ଭକ୍ତି ସମ୍ବନ୍ଧୀୟ, ସେଇଟା ଆମକୁ ବହୁତ ସହାୟକ ହୁଏ। ଆମର ସେଥିପ୍ରତି, ସେଇ ଜିନିଷ ପ୍ରତି ଆମର ଲୋଭ ଜାତ ହୁଏ, ଆଉ ପ୍ରୀତି ବଢେ। ତେଣୁ ଯେତେବେଳେ ବୈଷ୍ଣବ ମାନଙ୍କର ବସିବ, କଣ ସବୁ ଡିସକସନ କରିବା, ଆମ ଘରେ ସବୁ କଣ ଅସୁବିଧା ଅଛି, ଆମ ଘରେ ଆମର ସ୍ୱାମୀ କଣ ସବୁ ଡିଷ୍ଟର୍ବାନ୍ସ କରୁଛନ୍ତି, ଆମର ମାତାଜୀ ସବୁ କଣ ଡିଷ୍ଟର୍ବାନ୍ସ କରୁଛନ୍ତି, ପିଲାମାନେ କୋଉଠି ପାଠ ପଢିଲେ, ଏଇ ସବୁ ଜିନିଷ ଡିସକସନ କଲେ ସେ ଆମକୁ ଭଜନ ସମ୍ବନ୍ଧୀୟ ରହସ୍ୟ କହିବେ। ନାଇଁ କି? ଆମମାନଙ୍କ ସବୁ ସେଇ ପ୍ରୋବ୍ଲେମ ଆଉ। ସେଇଟା ଯାହାର ଯାହା ପ୍ରୋବ୍ଲେମ ସବୁ ନିଜ ପାଖରେ ରଖନ୍ତୁ, କୌଣସି ବିଶେଷ ପରିସ୍ଥିତି ହେଲେ ସେଇଟା ସବୁ ପଚାରିବେ। କିନ୍ତୁ ଆମର ଗୋଟେ ଅଭ୍ୟାସ ହେଇଗଲାଣି ଯେ ସାଧୁ ସନ୍ନ୍ୟାସ ସାଙ୍ଗରେ ଏଇସବୁ ଜିନିଷ ଡିସକସନ କରିବା, ସେ ଆମକୁ କଣ ରହସ୍ୟ କଥା କହିବେ। ତେଣୁ ଯେତେବେଳେ ଯିବା ଭଜନ ସମ୍ବନ୍ଧୀୟ, ତାଙ୍କ ସାଥିରେ ବସି ଏକୁଟିଆ ବସିଲେ ଭଜନ ସମ୍ବନ୍ଧୀୟ ଡିସକସନ କଲେ, ମୋର କଣ ପ୍ରୋଗ୍ରେସ ହଉଛି, ଆଉ କେମିତି ଆଗକୁ ବଢିବି, ଆଉ ଦେଖିଲେ ଏମାନଙ୍କର ସବୁ ଇଚ୍ଛା ଅଛି, ଆଉ ମାନେ ସାଂସାରିକ ଜିନିଷରୁ ଏତେ ଆଟ୍ରାକ୍ସନ ନାହିଁ, ଭଜନ ସମ୍ବନ୍ଧୀୟ ତାପରେ ରହସ୍ୟ କିଛି 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 ସେମାନେ ଆମ ଆଗରେ ପ୍ରକାଶ କରିବେ, ଯୋଉଟା କି ଆମକୁ ସହାୟକ ହବ।
ଠିକ ଅଛି। ତାପରେ କଣ ଆସିଲା? ଗୁହ୍ୟମ ଆଖ୍ୟାତି ପୁଚ୍ଛତି, ଆମର କିଛି ପ୍ରଶ୍ନ ଥିବ ଆମେ ତାଙ୍କୁ ପଚାରିବା ଏଇ ସବୁ ଜିନିଷରେ କେମିତି ଆଗକୁ ବଢିବା। ଭଜନ ସମ୍ବନ୍ଧୀୟ ଯାହା ବି ପ୍ରଶ୍ନ ଥିବ ପଚାରିବା, ତାଙ୍କୁ ଗୋଟେ କିଛି ଶୁଣିବା। ତାପରେ ଭୁଙ୍କ୍ତେ ଭୋଜୟତେ, ତାଙ୍କୁ କିଛି ପ୍ରସାଦ, ମନେକର ଆମର ବୈଷ୍ଣବ ମାନେ ଘରକୁ ଆସୁଛନ୍ତି, ତାଙ୍କ କିମ୍ବା ଆମେ ମଠକୁ ଯାଉଛେ ତାଙ୍କ ପାଇଁ କିଛି ବନେଇକି ଭଲ ଲଡୁ ଫଡୁ ଇଏ ମିଠା ପିଠା ବନେଇକି ଭୋଗ ଲଗେଇକି କିମ୍ବା ବନେଇକି ତାଙ୍କୁ ସବୁ ଦବା ଶୁଦ୍ଧ ଭାବରେ ବନେଇକି। ଭୁଙ୍କ୍ତେ ଭୋଜୟତେ, ସିଏ କିଛି ଆମକୁ ପ୍ରସାଦ ରୂପରେ ଦେଲେ ତାକୁ ଗ୍ରହଣ କରିବା। ହୁଁ। କିନ୍ତୁ ଏଇଠି ଗୋଟେ ଆସେ, ମନେକର ଯୋଉମାନେ ଅଭକ୍ତ ଥିବେ ତାଙ୍କୁ କେମିତି ଆମେ ଜାଣିନେ ତାଙ୍କୁ, ତାଙ୍କର ନେଚର କଣ କି ତାଙ୍କୁ ଇଏ କେମିତି କରିବ। ତାଙ୍କୁ କିଛି ପ୍ରଦାନ କଲେ ଆମର କିଛି ପ୍ରସାଦ ପ୍ରଦାନ କରିପାରିବେ, କିନ୍ତୁ ତାଙ୍କର କିଛି ଗ୍ରହଣ କରିବେନି। ଏମିତି ଛୋଟ ଛୋଟ କିଛି ବିଚାର ଅଛି ଯୋଉଟା କି ଆମକୁ ଜାଣିବାକୁ ପଡିବ। ଆମେ ତ ଯାହାକୁ ଜାଣିଛେ ଯେ ଠିକ ଠିକ ବୈଷ୍ଣବ, ତାଙ୍କୁ ଆମେ କିଛି ପ୍ରଦାନ କଲେ ପ୍ରସାଦ, ଆଉ ସିଏ ଯାହା ଦେଲେ ଆମେ ଗ୍ରହଣ କଲେ। କିନ୍ତୁ ଆମେ ଯାହାକୁ ଜାଣିନେ, ଇଏ ବୈଷ୍ଣବ ତାଙ୍କର ସ୍ୱଭାବ ଠିକ ନାହିଁ, ତାଙ୍କର ମାନେ ଆଚରଣ ଠିକ ନାହିଁ, ତାହେଲେ ତାଙ୍କୁ କଣ କରିବେ ନା ତାଙ୍କୁ କିଛି ପ୍ରଦାନ କରିବେ, ଯୋଉଟା ତାଙ୍କର ଆବଶ୍ୟକ ଜିନିଷ କିମ୍ବା ତାଙ୍କର ପ୍ରସାଦ କିଛି ଦେଲେ, କିନ୍ତୁ ସିଏ ଯୋଉଟା ଦେବେ, ସେ ଯୋଉ ପ୍ରସାଦୀ ଆପଣଙ୍କୁ ଦେବେ ତାକୁ ଗ୍ରହଣ କରିବେନି। ଗ୍ରହଣ କଲେ ବି ତାଙ୍କୁ ଯଦି ଏମିତି କିଛି ସିଚୁଏସନ ଆସେ ନେଇ ଆସିଲେ ତାକୁ ପ୍ରସାଦ ପାଇବେନି। ଏମିତି ଛୋଟ ଛୋଟ କିଛି ବିଚାର ଅଛି ଯୋଉଟା କି ଆସ୍ତେ ଆସ୍ତେ ଆମେ ଜାଣିବା, ଆଉ ଯୋଉଟା ଜାଣିବା ନିହାତି ଦରକାର। ତେଣୁ ଏଇ ଛଅଟା ଜିନିଷ କଣ ହେଲା, ଏଇ ଛଅଟା ଜିନିଷ କଲେ ଆମର ପ୍ରୀତି ବଢିବ। କାହା ପ୍ରତି ନା ବୈଷ୍ଣବ ମାନଙ୍କ ପ୍ରତି ପ୍ରୀତି ବଢିବ। ବୈଷ୍ଣବ ପ୍ରୀତି ବଢିଲେ କଣ ହବ, ସେଇଟା ହେଲା ଭକ୍ତିର ଲକ୍ଷଣ। ତେଣୁ ଚତୁର୍ଥ ଶ୍ଲୋକରେ ଆମକୁ ରୂପ ଗୋସ୍ୱାମୀ କଣ କହିଲେ ନା ଏଇ ଛଅଟା ଜିନିଷ ଦ୍ଵାରା ବୈଷ୍ଣବ ମାନଙ୍କ ପ୍ରୀତି ବଢିବ, ଆଉ ଏଇଟା ହେଲା ଆମର ଭକ୍ତିର ଲକ୍ଷଣ। ତେଣୁ ଚାରିଟା ଶ୍ଲୋକରେ ଆମକୁ, ତିନିଟା ଶ୍ଲୋକରେ ଆମର ସବୁ କଣ କଣ କରିବନି, କଣ କଣ କଲେ ଭକ୍ତିରେ ବର୍ଦ୍ଧନ ହବ, କଣ କଲେ ଭକ୍ତିରେ ବାଧା ହବ, ଆଉ କଣ କଲେ ଆମର ପ୍ରୀତି ବଢିବ ଭଗବାନଙ୍କ ପ୍ରତି, ସେଇ ଜିନିଷ ଟା କହିଲେ। ତାପରେ ଶ୍ଲୋକରେ, ପଞ୍ଚମ ଶ୍ଲୋକରେ କହୁଛନ୍ତି କୃଷ୍ଣେତି ଯସ୍ୟ ଗିରିତଂ ମନସାନ୍ଦ୍ରିୟେ କଣ ଦୀକ୍ଷାସ୍ତି ଚେତ୍ ପ୍ରଣତିଭିଶ୍ଚ ଭଜନ୍ତ ମିଶମ୍ ଶୁଶ୍ରୂଷୟା ଭଜନ ବିଜ୍ଞ ଅନନ୍ୟ ମନ୍ୟ ନିନ୍ଦାଦି ଶୂନ୍ୟ ହୃଦୟମ୍ ଇପ୍ସିତ ସଙ୍ଗ ଲବ୍ଧ୍ୟା। ତିନି ପ୍ରକାର ଯୋଉ ବୈଷ୍ଣବ ଅଛନ୍ତି ତାଙ୍କୁ କେମିତି କେମିତି ତାଙ୍କ ପ୍ରତି ଆମେ ନିଜର ଭାବନା ବ୍ୟକ୍ତ କରିବା, କେମିତି କେମିତି ତାଙ୍କୁ ପ୍ରଣାମ କରିବା, ଆଦର କରିବା, ସେ ବିଷୟରେ କହିଛନ୍ତି। ଏଇଟା ପରେ ପୁଣି ଡିସକସନ କରିବା, ଆଜି ସମୟ ହେଇଗଲାଣି। ଏଇ ରିଭିଜନ ଟା ପୁଣି ତାର ଅର୍ଥ ଟା କଣ ପରେ ରିଭିଜନ କରିବା। ଠିକ ଅଛି। ଆଉ ଆଜି କ୍ଲାସକୁ ଏଇଠି ରଖିବା। କାଲି ବୋଧେ ମହାରାଜ କାଲି କ୍ଲାସ କରିବେ, କାଲି ଗୋଟେ ବିଶେଷ ତିଥି ଅଛି। କାଲି ଏକାଦଶୀ, ଆଉ ଆମ ଗୁରୁଜୀଙ୍କର ଆବିର୍ଭାବ ତିଥି, ବୋଧେ ବିଜି ରହିବେ। ମହାରାଜ ଯଦି ଆଭେଲେବୁଲ ହେଲେ ତ ମହାରାଜ କଥା କରିବେ ସକାଳୁ ସକାଳୁ। ଠିକ ଅଛି, ଆଜି କ୍ଲାସକୁ ଏଇଠି ରଖିବା। କାଲି ସମସ୍ତେ ଆମର ବୋଧେ ସେ ପୁରୀରେ ଉତ୍ସବ ଲାଇଭ ହବ, ସବୁ ଶୁଣିବେ। କେମିତି ଜଣେ ମହାପୁରୁଷଙ୍କ ଜୀବନ ଚରିତରେ କେମିତି କେମିତି ଛୋଟ ଛୋଟ ଜିନିଷକୁ ସେ କେମିତି ଶିକ୍ଷା ଦେଇଛନ୍ତି, ଆଉ କେମିତି କେମିତି ତାଙ୍କ ଆଚରଣ, ଏଇ ଯୋଉ ଛୋଟ ଛୋଟ ଜିନିଷ ଗୁରା ଯଦି ଆପଣ ଗୋଟେ ଗୋଟେ ସୂତ୍ର ଭଳିଆ, କିନ୍ତୁ ଗୋଟେ ଗୋଟେ ବଡ ବଡ ତାଲା ସହଜରେ ଖୋଲୁ ନଥାଏ, ଆପଣ କେତେ ଚେଷ୍ଟା କରୁଥିବେ, ଗୋଟେ ଛୋଟିଆ ଚାବିଟେ ଥିବ, ସେ ଚାବିରେ ଖୋଲିଦେଲେ ଫଟକିନା ସବୁ ଜିନିଷ ଖୋଲିଯିବ। ଆମର ବହୁତ ବହୁତ ସବୁ ମାନେ କଣ ଡାଉଟ ଥାଏ, ଆମେ କିଛି ଜାଣିପାରୁନଥାନ୍ତେ ଆଗକୁ ବଢିବା। ଛୋଟ ଛୋଟ ଶିକ୍ଷା, ଛୋଟ ଛୋଟ ତାଙ୍କର ଜୀବନ ଚରିତ୍ର ଦ୍ୱାରା ଏମିତି କିଛି କିଛି ଶିକ୍ଷା ଦେଇଦେବେ, କିଛି କିଛି ଜୀବନର ଆଦର୍ଶ ଆମକୁ ଶିଖେଇ ଦେବେ, ଯୋଉଟା କି ଆମର ବହୁତ ବଡ ଫାଇଦା ହେଇଯିବ ସାଧାରଣ ଜୀବନରେ। କାରଣ ଏଇଟା ମିଳିବ କେମିତି ନା ଆମର ଗୁରୁ ବର୍ଗଙ୍କର ତାଙ୍କ ଜୀବନୀରୁ। ଆଉ ଆମେ ମାନେ ସୌଭାଗ୍ୟବାନ, ଏତେ ମାନେ ଶ୍ରେଷ୍ଠ ଗୁରୁ ବର୍ଗଙ୍କ ସାନ୍ନିଧ୍ୟରେ ଆସିଛେ, ତାଙ୍କ କଣ୍ଟାକ୍ଟରେ ଆସିଛେ। ତେଣୁ ତାଙ୍କର ଯୋଉ ଜୀବନୀ ଆମ ମାନଙ୍କ ପାଇଁ ଗୋଟେ ମହାମନ୍ତ୍ର ଭଳିଆ, ଗୋଟେ ଗୋଟେ ମନ୍ତ୍ର ଟାଇପ ର। ତେଣୁ ତାକୁ ସବୁ ଗ୍ରହଣ କରିବାକୁ ପଡିବ। ଆଉ ସେମିତି ଜଣେ ଗୁରୁ ବର୍ଗ ଆମର କାଲି ତାଙ୍କର ଆବିର୍ଭାବ ତିଥି। ଯୋଉ ବୈଷ୍ଣବ ମାନେ ପୁରୀରେ ବୋଧେ ଉତ୍ସବ ହଉଛି, ଆମର ସବୁ ବୈଷ୍ଣବ ମାନେ ବିଭିନ୍ନ ବିଭିନ୍ନ ପ୍ରକାର କଥା ସବୁ ଡିସକସନ ହବ, ତାଙ୍କ ଜୀବନ ସହିତ ସବୁ ଆଲୋଚନା ହବ, ଆମେ ତାର ଫାଇଦା ନବା। ସବୁବେଳେ ତ ଶୁଣିବାକୁ ମିଳୁନି, କିନ୍ତୁ ଆମର ଆବିର୍ଭାବ ତିଥି ତିଥି ଏସବୁ ସମୟରେ ଏସବୁ ଜିନିଷ ଡିସକସନ ହୁଏ। ଆମକୁ ଗୋଟେ ସୁଯୋଗ ମିଳେ ବୈଷ୍ଣବ ମାନଙ୍କ ମୁଖରୁ ଏସବୁ ଶ୍ରବଣ କରିବାକୁ। ତାଙ୍କର ଜୀବନୀ କଣ, ତାଙ୍କର ଶିକ୍ଷା କଣ, ତାଙ୍କ ସାଙ୍ଗେ ଯୋଉମାନେ ସଙ୍ଗ କରିଥିଲେ ସେମାନେ ସବୁ ତାଙ୍କଠୁ କିଛି ଶିକ୍ଷା କରିଥିଲେ, ସେଟା ସବୁ ଡିସକସନ କରନ୍ତି।
ତେଣୁ କାଲି ଆମର ଯଦି ଲାଇଭ୍ ହେଲା ସକାଳ ଚାଣ୍ଟିଂ କ୍ଲାସରେ ବି, ଆଉ ଯଦି ତାପରେ ବି ଯଦି ଲାଇଭ୍ ହେଲା, ଆମେ ସବୁ ଶ୍ରବଣ କରିବା ପ୍ରଭୁଜୀଙ୍କଠୁ ଆଉ ମହାରାଜଙ୍କଠୁ ସେ ଶିକ୍ଷା, ସେ ସବୁ ଜୀବନୀ ଆଉ ତାକୁ ଆଚରଣରେ, ଜୀବନରେ ଆଚରଣରେ ପୁଣି ତାକୁ ଲଗେଇବା। ତାହେଲେ ଆମମାନଙ୍କ ମଙ୍ଗଳ ହବ। ଅଭିଦୟ କେମିତି ପାଳନ କରିବେ, ତାପରେ ଆମେ ପ୍ରୟୋଜନ ପ୍ରାପ୍ତ କରିବା ଆସ୍ତେ 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 ଆସ୍ତେ। ତେଣୁ ଆମମାନଙ୍କର ଏବେ ମୂଳ ଲକ୍ଷ୍ୟ ହେଲା ଅଭିଦୟ। କଣ କଣ ସବୁ ଆମେ ସବୁ ମନ୍ତ୍ର ପ୍ରାପ୍ତ କରିବା ଜୀବନୀରୁ, କଣ କଣ ସବୁ ଷ୍ଟେପ୍ ଦେଇକି ଯିବା, ରୂପ ଗୋସ୍ୱାମୀଙ୍କ ଉପଦେଶ ଇନଷ୍ଟ୍ରକ୍ସନ, ଏଇଟା ଆମମାନଙ୍କ ପାଇଁ ବି ନିହାତି ଦରକାର। ତେଣୁ ଯୋଉଠି ଯାହା ମିଳୁଛି ଆମକୁ ଶିକ୍ଷା, ତାକୁ ଆଚରଣରେ ଲଗେଇବା। ତାହେଲେ ଆମମାନଙ୍କର ପ୍ରୟୋଜନ ଶୀଘ୍ର ଶୀଘ୍ର ଗୋଟେ ଜନ୍ମରେ ରକ୍ତ ହେଇଯିବ। ଠିକ ଅଛି, ତେଣୁ ଆଜି କ୍ଲାସ ଏଇଠି ରଖିବା। वंशाकल्पतरुभ्यश्च कृपा सिन्धुभ्यश्च पतितानां पावनेभ्यश्च